ଭାଇ ଗୋଟେ ଜିନିଷ ଦେଖ ସାଁବଳା ଆମ ସଜନା ଗଛରେ ଗଦା ହେଇଛି। ମୁଁ ତାପରେ ବାଉଳାରେ ହାତ ଥୋଇଥିଲି, ମୋ ହାତ ଯାକ ଖାଲି ରୁମ ହେଇଯାଇଛି। ଦେଖ କେତେ ସାରା ସାଁବଳା, ଏ ଦେଖ କେଜାଇ ହେଇଛି। ମୋ ହାତ ଯାକ ଫୁଲ ରୁମ, ମାନେ ଏମିତି ମୁଁ ଆଉଥିଲି, ଏମିତି ଆସିଥିଲି ଆମ ପାଇପ୍ ମୂଳକୁ ଧୋଇବାକୁ, ବାଉଳାରେ ତାପରେ ହାତ ଏମିତି ଥୋଇଦେଲି, ହାତ ଥୋଇ ଦେଇଛି। ମୋ ମା ଯାଇନ୍ତି କଲରା ପତ୍ର ଆଉ ମୁଣ୍ଡ ଚୁଟି ଯୋଉ ସେଇଥିରେ ଆଣି କଣ ଘଷିବେ, ଦେଖୁଛି କେମିତି କଣ କରୁଛନ୍ତି। ମୋ ହାତ ଦେଖା ଯାଉନି, ମୋ ହାତରେ କିନ୍ତୁ ଫୁଲ ରୁମ, ସାଁବଳା ରୁମ ପୁରା ଫୁଲ। ପୋଇ ଆଉ ଆମ ଯୋଉ ଚୁଟି ତାକୁ ଗୁରେଇକି ଚକଡ଼ା ଚକଡ଼ି କରି କଣ ତାକୁ ଘଷୁଛନ୍ତି, ତା ରୁମ ବାହାର କରୁଛନ୍ତି। ବେଳରେ ପକେଇବା ପାଇଁ ମା ଆମର ସର ପାଣି ବଳିଛନ୍ତି, ସେ ସର ପାଣି ପକେଇଲେ ଜାରି ପୁରା ପକେଇବେ। ସାଁବଳା ସେ ଯୋଉ ଗଦା ହେଇନ୍ତି ପୁଳାଏ ଗୋଷ୍ଠୀ ଧରି ବହିନ୍ତି, ସବୁ ମରିଯିବେ ସର ପାଣି ପକେଇଲେ। ଏଠି ମଲେ ତାଙ୍କ ଉପରେ ସର ପାଣି ପଡ଼ିଗଲା, ସବୁ ମରିଯାନ୍ତି। ତଳ ଦିଟା ପଡ଼ିଯାନ୍ତି, ଏଠି ତଳ ଦିଟା ମରି ପଡ଼ିଯାନ୍ତି। ଭାଇ ତମ ଆଡେ ବି ଯେମିତି ମାନେ ସଜନା ଗଛରେ ସାଁବଳା ସବୁ ଏମିତି ଗଦା ହେଇକି ରହନ୍ତି କି ମତେ କମେଣ୍ଟରେ ଜଣେଇବ। ଆଉ ତାକୁ ଯଦି ହଅନ୍ତି ତାକୁ କେମିତି କଣ ମାର। ଆମର ତ ଏପଟେ ସର ପାଣି ପକେଇ ନଉ, ଆଉ ନହେଲେ ନିଆଁ ତା ମୂଳରେ ନିଆଁ ନଗେଇ ଦଉ। ଯଦି ସାଁବଳା ଯୋଉ ସବୁ ଗଦା ହେଇକି କେମିତି କଣ ତାକୁ ମାର ମତେ କମେଣ୍ଟରେ ଜଣେଇବ। ମୋ ହାତ ଗଲୁ କରୁଛି, କଣ କଲେ ହାତ ଭଲ ମୁଁ ଗଲୁ କମିବ, ଦେଖି ଜାଣିଥିବ ମତେ କମେଣ୍ଟରେ ଜଣେଇବ।